ସମସ୍ତଙ୍କୁ ନମସ୍କାର। ଦିନ ଯେତେ ପାଖେଇ ଆସୁଛି ସେତେ ଲୋକଙ୍କ ମନରେ ଚଞ୍ଚଳତା ସୃଷ୍ଟି ହେଉଛି। ନାରାବାଜର ଯେଉଁ ଧାରା, କିଏ ବିଜେପିର, କିଏ ବିଜେଡ଼ିର, କିଏ କଂଗ୍ରେସର ଗୁଣଗାନ କରୁଛି। ଆମେ ଗୋଟେ ଏମିତି ଏକ ସିଷ୍ଟମରେ ବନ୍ଧା ହେଇକି ରହିଛେ ଯେଉଁଥିରେ କେବଳ ଆମେ ଗୋଟେ ଲକ୍ଷ୍ୟ କରୁଛେ ଯେ ଆମେ ସେମାନଙ୍କୁ ସପୋର୍ଟ କରିବା ହିଁ ଦରକାର, କାରଣ ସେମାନଙ୍କୁ ସପୋର୍ଟ କଲେ ସେମାନେ ଆମ ସେବା କରିବେ, ସେମାନେ ଆମର କୌଣସି ଏକ କାର୍ଯ୍ୟରେ ହାତ ଲଗାଇବେ ବା ସହଯୋଗରେ ହାତ ଲଗାଇବେ। ବଟ୍ ଆମେ ଏଯାଏଁ ଦୀର୍ଘ 76 ବର୍ଷ ହେଲା ସ୍ୱାଧୀନ ଦେଶ, ଖାଦ୍ୟ, ବସ୍ତ୍ର, ବାସଗୃହ ଯେଉଁ ନାରାଟି, ଏଇ ନାରାଟିକୁ ସେମାନେ ପ୍ରୟୋଗ କରୁଛନ୍ତି। ଖାଦ୍ୟ ଦିଅ, ବସ୍ତ୍ର ଦିଅ, ବାସଗୃହ ଦେଇଦିଅ, ଏତିକି ସଇଲା। ବଟ୍ ଯେହେତୁ ରୋଜଗାରର ଧାରା ବା ମାଧ୍ୟମ ଆମ ପାଖରେ ପହଞ୍ଚିନି, ସେଥିଲାଗି ଆମେ ଆଜି ଅବହେଳିତ ହେଇ ଅଛେ, ଦୁଃଖ ରହୁଛେ। ତେଣୁକରି ଡିପେଣ୍ଡେଣ୍ଟ ହେଇକି ଯେତେବେଳେ ଆମେ ରହୁଛେ, ତେଣୁକରି ଆମକୁ ସ୍ୱାଧୀନ ରହିବାର ଅଛି, ପରାଧୀନତା ନୁହଁ। ଆମକୁ ନିଜର ହକରେ ନିଜେ ବଞ୍ଚିବାର ସାମର୍ଥ୍ୟ, ବଞ୍ଚିବାର ସତ୍ସାହସ ରହିବାର ଅଛି। ରାତି ପାହିଲେ ଅନ୍ୟ ଦୁଆରେ ହାତ ପତିବାର ଭାବନା ନ ଆସୁ। ନିଜର କର୍ତ୍ତବ୍ୟ, ନିଜର କର୍ମ, ନିଜକୁ ସ୍ୱାବଲମ୍ବୀ କରୁ। ଭାବନା ଆମେ ଗୋଟେ ରଖୁଛେ ଦଳ ପ୍ରତି, ଯାହା ତାର କର୍ମ ବୋଧେ ସେୟା ନୁହଁ। ତେଣୁକରି ଆମେ ନୂଆ ସରକାରଟେ ଗଢ଼ିବା, ଯେଉଁ ସରକାର ପ୍ରଥମେ ଆପଣଙ୍କୁ ରୋଜଗାରକ୍ଷମ କରାଇବ, ଆପଣଙ୍କର ହାତକୁ କର୍ମ ଯୋଗାଇବ ଏବଂ ଆପଣଙ୍କର ପଇସାରେ ଆପଣଙ୍କର ଧନ ସମ୍ପତ୍ତି, ସୁନା ଦୌଲତ କିଣିବାରେ ସକ୍ଷମ ହୋଇପାରିବେ ଏବଂ କୌଣସି ଏକ ଦୁଶ୍ଚିନ୍ତା କରି ଆପଣ ଏକ କାମ ନ କରିବେ ଯେଉଁଥିରେ ଆପଣଙ୍କର ଘୋଟାଲା ବା ଲସ୍ ହେବ। ସବୁଥିରେ ସବୁ କାମ ଆପଣଙ୍କର ମନବର୍ତ୍ତି ରହିବ ଏବଂ ଆପଣଙ୍କର ଯେଉଁ ଭାବନା, ଆପଣ କ'ଣ କରିବେ କ'ଣ ନାହିଁ ତା'ର ରିସ୍କ ଗୋଟେ ସରକାର ନେବା ଦରକାର। କୌଣସି କ୍ଷେତ୍ରରେ ଆପଣ ହାର ମାନିଗଲେ ସେ ଜାଗାରେ ସରକାର ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ଏବଂ ସେ ହାରିବାର ପଛର କାରଣ ତର୍ଜମା ବି କରିବ। ତାହେଲେ ଯାଇ କୌଣସି ଏକ ବ୍ୟବସ୍ଥା ବା କାର୍ଯ୍ୟ ହାର ବା ଫେଲୁଅର ହେବ ନାହିଁ। ତେଣୁକରି ଏଇଭଳି ଏକ ବ୍ୟବସ୍ଥା ଆମର ନବନିର୍ମାଣ ସ୍ୱରାଜ ସରକାର, ଚାଷୀ ସରକାର ଆପଣଙ୍କ ପାଖରେ ପହଞ୍ଚିଛି। ମୋର ଅନୁରୋଧ, ନାରାକୁ ଛାଡ଼ି ଆପଣ ଗୋଟେ ନିଜସ୍ୱ ସରକାର, ଆପଣଙ୍କର ଉନ୍ନତିର ସରକାର, ଆପଣଙ୍କର ଭୋଟ, ଆପଣଙ୍କ ମାଲିକ, ଆପଣଙ୍କୁ ଯେଉଁମାନେ ପଚାରି ନାହାନ୍ତି, ଯେଉଁମାନେ କେବଳ ଭୋଟ ସମୟରେ ହିଁ ପଚାରନ୍ତି, ତାପରେ କେହି ପଚାରନ୍ତି ନାହିଁ, ତ ସେଭଳି ଏକ ସରକାର ଆପଣଙ୍କୁ ଦରକାର ନା ଆପଣଙ୍କ ପାଖରେ ଯିଏ ସାରା ଦିନ ଆପଣଙ୍କ ସାଥିରେ ରହିବାକୁ ଚାହୁଁଛି, ଆପଣଙ୍କର ସୁଖ ଦୁଃଖ ସାଥିରେ ରହିବାକୁ ଚାହୁଁଛି, ତାକୁ ଆପଣ ଦରକାର। ନିଶ୍ଚିତ ଭାବେ ମନକୁ ନେବେ ଏବଂ ପ୍ରଶ୍ନ କରିବେ ଯେ ମୁଁ ମୋ ଘରର ସମସ୍ୟାକୁ ମୋର ସରକାର ପାଖରେ ପହଞ୍ଚିଲା ଭଳି ସରକାରଟି ଯଦି ଆସୁଛି, ମୁଁ ତାକୁ ଜଣେଇବି ନା ଯେଉଁମାନେ ନାରାବାଜ ଦେଇ ଆମର ଦରକାର ବିଜେପି, ଆମର ଦରକାର କଂଗ୍ରେସ, ଯେଉଁ ବିଜେଡ଼ି, ସିଏ ଯେଉଁ ନାରାବାଜ ଚାଲିଛି, ନା ସେଭଳି ନାରାକୁ ନେଇକି ମୁଁ ପୂର୍ବରୁ ଦେଇ ଆସୁଥିଲି, ଆଜି ବି ଦେଇ ଚାଲିବି। ସେହି ଚିନ୍ତାଧାରାକୁ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ନିଜର ସମସ୍ୟାର ଦୂର କରିବା ପାଇଁ, ନିଜର ପରିବାର ସୁଖରେ ଭରିବା ପାଇଁ, ନିଜର ପିଲାଛୁଆ ପାଖରେ ରଖିକି ଇନକମ୍ର ସ୍ରୋତ କେମିତି ଆମେ ନିଜେ ତିଆରି କରିପାରିବା, ଆମ ସରକାର ଆମ ସାଥିରେ ରହିବ, ସେ ବ୍ୟବସ୍ଥା କରିବା ପାଇଁ ନିଶ୍ଚିତ ଭାବେ ଆପଣମାନଙ୍କର ସହଯୋଗ ରହିବ। ଆପଣଙ୍କର ସରକାର ତିଆରି କରିବାରେ, ଆପଣଙ୍କର ମାଲିକ ହେବାର ପରିଚୟ ଦେବାରେ। ମୋର ଆଶା, ଏଥର ଦରକାର ଚାଷୀ ସରକାର ନାରା ନିଶ୍ଚିତ ରୂପେ ଆପଣଙ୍କ ମନରେ ରହିବ ଏବଂ ନିଶ୍ଚିତ ରୂପେ ଆପଣମାନେ ଆପଣଙ୍କର ଭବିଷ୍ୟତ କେବେ ଅନ୍ଧାରକୁ ନ ଠେଲି ଆପଣମାନେ ନିଶ୍ଚିତ ରୂପେ ଏହି ସରକାରକୁ ନୂଆ କରି ଓଡ଼ିଶାକୁ ଆଣିବେ ଏବଂ ଏହି ସରକାର ସାରା ଦେଶରେ ହିଁ ଲାଗୁ ହେବ। ଆମ ଦରକାର ଚାଷୀ ସରକାର। ଜୟ କିଷାନ। ନମସ୍କାର।